ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। पंचदश अध्याय पुरुषोत्तम योग। संसार रूपक असुस्थ वृक्ष परमात्मा प्रभाव। जदादित्यगतं तेजो जगद्भासयते अखिलम् जजन्त्रमसि चाग्नं ततेजो विधिममकं गामाविश्य च भूतानि धारयाम्यहमोजसा पुष्पामि चौषधीः सर्वाः सोमभूतं रसात्मकः अहं वैश्वानरो भूत्वा प्राणिनां देहमाश्रितः प्राणापानसमायुक्तः पचाम्यान्नं चतुर्विधम् सर्वस्य चाहं हृदि सन्निविष्टो मधस्मृतिज्ञानं पोहनं च वैद्यस्य सर्वैरहमेव वेद्यो वेदान्तकृत् वेदविदं चाहम्। अर्थ, सूर्यर तेज सूर्यर ज्योति समस्त जगत को आलोकित करे एवं ଯେଉଁ ଜ୍ୟୋତି ଚନ୍ଦ୍ରମା ଓ ଅଗ୍ନିରେ ରହିଛି ତାହାକୁ ତୁ ମୋର ଜ୍ୟୋତି ବୋଲି ଜାଣ। ପୃଥିବୀରେ ପ୍ରବିଷ୍ଟ ହୋଇ ସ୍ୱୀୟ ଶକ୍ତି ଦ୍ୱାରା ମୁଁ ସମସ୍ତ ପ୍ରାଣୀକୁ ଧାରଣା କରେ ଏବଂ ରସ ଉତ୍ପନ୍ନକାରୀ ଚନ୍ଦ୍ରମା ରୂପେ ସମସ୍ତ ବନସ୍ପତିକୁ ପରିପୁଷ୍ଟ କରେ। ଜଠରାଗ୍ନି ରୂପରେ ପ୍ରାଣୀମାନଙ୍କ ଦେହରେ ଆଶ୍ରୟ ନେଇ ମୋ ପ୍ରାଣ ଓ ଅପାନ ବାୟୁ ଦ୍ୱାରା ଚତୁର୍ବିଧ ଅନ୍ନକୁ ପରିପାକ କରିଥାଏ। ସମସ୍ତଙ୍କ ହୃଦୟରେ ମୁଁ ଅଧିଷ୍ଠିତ। ମୋ ଠାରୁ ସ୍ମୃତି ଜ୍ଞାନ ତଥା ସେଗୁଡ଼ିକର ଅଭାବ ହୁଏ। ସମସ୍ତ ବେଦ ଦ୍ୱାରା ଜାଣିବା ଯୋଗ୍ୟ ମୁଁ ହିଁ ଅଟେ। ସମସ୍ତ ବେଦର ଜ୍ଞାତା ଓ ବେଦାନ୍ତ କର୍ତ୍ତା ମଧ୍ୟ ମୁଁ ଅଟେ। ବ୍ୟାଖ୍ୟା, ଯାହାଠାରୁ ଲାଭ ଓ ସୁଖ ମିଳେ ତା ପ୍ରତି ମନରେ ଆକର୍ଷଣ ସୃଷ୍ଟି ହୁଏ। ନିଜଠାରୁ ଶକ୍ତିଶାଳୀ ବା ପ୍ରଭାବଶାଳୀ ବ୍ୟକ୍ତି ବା ସତ୍ତା ପ୍ରତି ମନରେ ଭୟ ବା ଭକ୍ତି ହୁଏ। ବେଦର ଉପାସନା କାଣ୍ଡରେ ଥିବା ବିଭିନ୍ନ ମନ୍ତ୍ର ଗୁଡ଼ିକ ମନୁଷ୍ୟ ମନରେ ପ୍ରକୃତି ପ୍ରତି ଥିବା ଭୟ ବା ଭକ୍ତିର ଅଭିବ୍ୟକ୍ତି ମାତ୍ର। ସେଥିରେ ଅଗ୍ନି, ବରୁଣ, ଇନ୍ଦ୍ର, ଯମ, ବାୟୁ, ସୂର୍ଯ୍ୟ, ପୃଥିବୀ ଆଦିଙ୍କୁ ପ୍ରକୃତି ଦ୍ୱାରା ସମ୍ପାଦିତ ବିଭିନ୍ନ କ୍ରିୟାର ଦେବତା ରୂପେ ବର୍ଣ୍ଣନା କରି ପ୍ରାର୍ଥନା କରାଯାଇଛି। ବେଦୋକ୍ତ ମନ୍ତ୍ର ସାହାଯ୍ୟରେ ସମ୍ପୃକ୍ତ ଦେବତାମାନଙ୍କୁ ସନ୍ତୁଷ୍ଟ କରି ନିଜ ଅଭୀଷ୍ଟ ସାଧନ ପାଇଁ ମଣିଷ ହୋମ ଯଜ୍ଞର ଅନୁଷ୍ଠାନ କରେ। ସାଧାରଣ ଲୋକ ବୈଦିକ ମନ୍ତ୍ର ଜାଣେ ନାହିଁ। ଏହାର ସୁଯୋଗ ନେଇ ପୁରୋହିତ ବର୍ଗ କର୍ମକାଣ୍ଡକୁ ନିଜର ଜୀବିକା ରୂପେ ଗ୍ରହଣ କରେ। ସେଥିପାଇଁ ବ୍ରାହ୍ମଣ ବ୍ୟତୀତ ଅନ୍ୟମାନଙ୍କ ପାଇଁ ବେଦ ପାଠକୁ ନିଷିଦ୍ଧ କରି ଦିଆଗଲା। ପୁରୋହିତ ବର୍ଗଙ୍କ ଲୋଭନୀୟ ପ୍ରଚାର ଦ୍ୱାରା ମାନବ ସମାଜର କର୍ମକାଣ୍ଡରେ ବହୁଳ ପ୍ରସାର ହେଲା। ଲୋକେ କର୍ମ ଅପେକ୍ଷା କର୍ମକାଣ୍ଡ ଉପରେ ଅଧିକ ନିର୍ଭରଶୀଳ ହେଲେ। ଏପରିକି ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ, ଝିଅ ପାଇଁ ଭଲ ପାତ୍ରଟିଏ ମିଳିବା ପାଇଁ, କୌଣସି ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ, ଶତ୍ରୁର ବିନାଶ ପାଇଁ, ବ୍ୟବସାୟରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ, ମାଲି ମୋକଦ୍ଦମାରେ ନିଜ ସପକ୍ଷରେ ଡିଗ୍ରୀ ପାଇବା ପାଇଁ, ଚୋର ପୋଲିସଠାରୁ ରକ୍ଷା ପାଇବା ପାଇଁ, ପୋଲିସ ବା ଅନ୍ୟ କର୍ମଚାରୀ ଲାଞ୍ଚ ନେଇ ଧରା ନ ପଡ଼ିବା ପାଇଁ, ନେତା ଭୋଟ ପାଇଁ, ଚାଷୀ ଭଲ ବର୍ଷା ପାଇଁ, ଛାତ୍ର ଭଲ ଡିଭିଜନରେ ପାସ୍ କରିବା ପାଇଁ ଏବଂ ବେକାର ବ୍ୟକ୍ତି ଚାକିରି ପାଇଁ ପ୍ରତ୍ୟେକ କଥାରେ ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କର୍ମକାଣ୍ଡୀୟ ରୀତିନୀତିର ଜାଲରେ ମଣିଷ ଛନ୍ଦି ହୋଇପଡ଼ିଲା। ଗୀତା ବେଦୋକ୍ତ ଏହି କ୍ରିୟାବହୁଳ କର୍ମକାଣ୍ଡର ମୃତ୍ୟୁ ଭର୍ତ୍ସନା କରିଛି।
ଗୀତାରେ ପରମାତ୍ମା ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ କର୍ମକାଣ୍ଡ ସମ୍ମତ ପୂଜାପାଠ ହେଉଛି ସମ୍ପୂର୍ଣ୍ଣ ଅବିଧି। ମଣିଷ ମନରେ ଥିବା ଭକ୍ତି ଦେଖି ହିଁ ସେମାନଙ୍କୁ ଯଥାଯୋଗ୍ୟ ଫଳ ପ୍ରଦାନ କରନ୍ତି। କର୍ମକାଣ୍ଡୀୟ ରୀତିନୀତିରେ ଆସକ୍ତ ମନୁଷ୍ୟର ବୁଦ୍ଧିକୁ ପରମାତ୍ମାଭିମୁଖୀ କରାଇବା ପାଇଁ ପରମାତ୍ମା ଏଠାରେ ନିଜର ପ୍ରଭାବ ଗୁଡ଼ିକର ବର୍ଣ୍ଣନା କରିଛନ୍ତି। କ୍ରମଶଃ ଓମ୍ ଶାନ୍ତି।